ଫ୍ୟାମିଲି କୋର୍ଟରେ ଚାଲିଥିଲା ବିଚାର। ଆଜି ଥିଲା ବିକାଶ ଓ ମିତାଙ୍କ ଛାଡ଼ପତ୍ର କେସ୍ର ଶେଷ ଶୁଣାଣି। ତେଣୁ ଉଭୟ ପକ୍ଷ ଆଜି କୋର୍ଟରେ ଉପସ୍ଥିତ ଥିଲେ। ଟିକେ ପରେ ବିଚାରପତି ନିଜ ରାୟ ଶୁଣାଇଥାନ୍ତେ। ହଠାତ୍ ମିତା କହିଲେ କି ଜଜ୍ ସାହେବ, ଟିକେ ଅଟକି ଯାଆନ୍ତୁ। ମୋତେ ମୋ ସ୍ୱାମୀଙ୍କ ସହିତ ଆଉ ମାତ୍ର ଗୋଟିଏ ରାତି ବିତେଇବାର ଅଛି। ବିଚାରପତି ଟିକେ ବିରକ୍ତ ହେଲେ ଆଉ କହିଲେ କି ଦୀର୍ଘ ଦିନ ହେଲା କେସ୍ ଚାଲିଛି, ଆଉ ଆମେ ବି ସମାଧାନ ପାଇଁ ଚେଷ୍ଟା କରୁଛୁ। ଆଗରୁ ତ କାହିଁକି ଏମିତି କିଛି କହିନଥିଲେ? ସେଠୁ ମିତା କହିଲେ କି ପ୍ଲିଜ୍ ସାର୍, ଏ ଗୋଟିଏ ମୌକା ଦିଅନ୍ତୁ। ବିଚାରପତି ତାଙ୍କ କଥାରେ ସହମତି ପ୍ରକାଶ କଲେ। ଆଉ ଗୋଟିଏ ହୋଟେଲ ବୁକ୍ କରାଗଲା। ବିକାଶ ଓ ମିତା ଦୁହେଁ ହୋଟେଲରେ ପହଞ୍ଚିଗଲେ। ମିତା ନିଜକୁ ନବବଧୂ ବେଶରେ ସଜେଇଲେ। ରାତି ହେଲା। ଆଉ ଯେତେବେଳେ ମିତା ବିକାଶଙ୍କ ପାଖକୁ ଗଲେ, କ'ଣ ହେଲା ସେ ରାତିରେ? ବର୍ଷେ ହେଲା ବିକାଶ ମିତାଙ୍କୁ ଛାଡ଼ି ଦେଇଥିବା ବେଳେ କାହିଁକି ମିତା ଗୋଟିଏ ରାତି ମାଗିଲେ? ଦୀର୍ଘ 1 ବର୍ଷ ହେଲା ଛାଡ଼ପତ୍ର ପାଇଁ ଜିଦ୍ ଧରିଥିବା ବିକାଶ କ'ଣ ଏହି ଗୋଟିଏ ରାତିରେ ରାଜି ହୋଇଗଲେ? ଆଉ ପରଦିନ କୋର୍ଟରୁମ୍ରେ କ'ଣ ଏମିତି ଘଟିଲା? ଏହା ଏକ ଏମିତି କାହାଣୀ, ଶୁଣିଲେ ଆପଣଙ୍କର ଧୈର୍ଯ୍ୟଚ୍ୟୁତ ଘଟିବ। ତେବେ ପୁରା ଘଟଣା ଜାଣିବା ପାଇଁ ସ୍କିପ୍ ନ କରି ପୁରା ଭିଡିଓ ଦେଖନ୍ତୁ। ଜଜ୍ ସାହେବ ମିତାଙ୍କୁ ଗୋଟିଏ ରାତି ପାଇଁ ତ ଅନୁମତି ଦେଇଦେଲେ, କିନ୍ତୁ ସେହି କୋର୍ଟ ଭିତରେ ବିଚାରପତିଙ୍କ ସାମ୍ନାରେ ପରିବାର ଲୋକ ମିତାଙ୍କୁ ମନ ଇଚ୍ଛା ଗାଳି ଦେଲେ। ସେସବୁ ଦେଖି ଜଜ୍ ସାହେବ ବି ପରିବାର ଲୋକଙ୍କୁ ତାଗିଦ କଲେ କି ଏବେ ଏହି ମାମଲା ଆଉ ଆପଣଙ୍କ ହାତରେ ନାହିଁ। ମିତା ଆପଣଙ୍କ ଝିଅ। ଆପଣ ଉଭୟଙ୍କ ଭିତରେ ମିଳାମିଶା କରେଇଥିଲେ ଆଜି କୋର୍ଟ ଯାଏଁ କଥା ଆସିନଥାନ୍ତା। ଏବେ ମିତାଙ୍କ ନିଜ ଜୀବନ ଜୀଇବାର ପୁରା ଅଧିକାର ଅଛି। ଏତିକି ଶୁଣି ସମସ୍ତେ ଚୁପ୍ ହୋଇଗଲେ ଆଉ ସମସ୍ତେ କୋର୍ଟ ବାହାରକୁ ପଳେଇ ଆସିଲେ। ମିତା ଏକ ହୋଟେଲରେ ରୁମ୍ ବୁକ୍ କଲେ ଆଉ ରାକେଶକୁ ହୋଟେଲ ଠିକଣା ବି ଦେଇ କହିଲେ କି ସନ୍ଧ୍ୟା 7ଟା ସୁଦ୍ଧା ହୋଟେଲ ରୁମ୍ରେ ପହଞ୍ଚିଯିବା ପାଇଁ। ବିକାଶ ଠିକ୍ ସେହି ସମୟରେ ହୋଟେଲରେ ପହଞ୍ଚିଗଲେ। ମିତା ଦେଇଥିବା ରୁମ୍ ନମ୍ବରରେ ଯାଇ ଦେଖିବା ବେଳକୁ ମିତା ନଥିଲେ। ପ୍ରାୟ 20 ମିନିଟ୍ ଅପେକ୍ଷା କରିବା ପରେ ମିତା ଆସି ପହଞ୍ଚିଲେ ଆଉ ତାଙ୍କୁ ଦେଖି ବିକାଶ ବି ଟିକେ ଚମକି ପଡ଼ିଲେ। କାରଣ ମିତାଙ୍କର ଏ କି ବେଶ ଥିଲା? ଲାଲ ଶାଢ଼ୀ ପିନ୍ଧି ନିଜକୁ ନୂଆ ବୋହୂ ବେଶରେ ସଜେଇ ହୋଇଥିଲେ ମିତା। ଅଧିକ ସମୟ ଯାଏଁ ବିକାଶଙ୍କ ମନରେ ଏନେଇ କୌଣସି ପ୍ରଭାବ ପଡ଼ିଲା ନାହିଁ। ଯେମିତି ନିର୍ଜୀବ ହୋଇଯାଇଥିଲେ ବିକାଶ। ସେଠୁ ମିତା ତାଙ୍କ ପାଖରେ ଯାଇ ବସିଲେ। ପଚାରିଲେ, ତମେ କେମିତି ଅଛ? କିନ୍ତୁ ବିକାଶ କିଛି ବି ଉତ୍ତର ଦେଲେନି। ବିକାଶଙ୍କ ଆହୁରି ପାଖକୁ ଆସି କାନ୍ଧରେ ହାତ ପକେଇ ଆଉ ଥରେ ପଚାରିଲେ କି ତମେ କେମିତି ଅଛ? ତଥାପି ବି କିଛି ଉତ୍ତର ମିଳିଲାନି। ଏଥର ବିକାଶଙ୍କ ପୁରା ପାଖକୁ ଆସି ରୋମାଣ୍ଟିକ ଅନ୍ଦାଜରେ କହିଲେ କି ଆଜିର ରାତି ମୁଁ ତମକୁ ଉତ୍ସର୍ଗ କରିଦେଇଛି। ତମେ ମୋ ସହିତ ଯାହା ବି କରିପାରିବ। କିନ୍ତୁ ବିକାଶ ଯେମିତି ନିର୍ଜୀବ, ଯେମିତି ତାଙ୍କ କାନ ପର୍ଯ୍ୟନ୍ତ ଏହି କଥା ପହଞ୍ଚୁ ହିଁ ନଥିଲା। କିନ୍ତୁ ମିତା ପୁରା ରୋମାଣ୍ଟିକ ମୁଡ୍ରେ ଥିଲେ ଆଉ ଚାହୁଁଥିଲେ କି ସେ ଆଜି ପୁରା ରାତି ବିକାଶଙ୍କ ସହିତ କଟେଇ ଦେବେ ଆଉ ପୁରା କଥା ହେବେ। ସେଠୁ ମିତା ବିକାଶକୁ ନିଜ ବାହୁରେ ଧରିବା ପାଇଁ ଚେଷ୍ଟା କରୁଥିବା ବେଳେ ବିକାଶ ତାଙ୍କ ହାତକୁ ଛିଞ୍ଚାଡ଼ି ଦେଲେ ଆଉ କହିଲେ କି ତମେ କ'ଣ ଏହି କଥା ପାଇଁ ଗୋଟିଏ ରାତିର ଡିମାଣ୍ଡ କରିଥିଲ? କୋର୍ଟରେ ଜଜ୍ ସାହେବଙ୍କୁ ଏହି କଥା ପାଇଁ ରାଜି କରେଇଥିଲ? ଯଦି ଏଇଟା ତମ ଇଚ୍ଛା, ତାହେଲେ ମୋର ଟିକିଏ ବି ଇଚ୍ଛା ନାହିଁ ତମ ସହିତ ସମ୍ପର୍କ ରଖିବା ପାଇଁ। କିନ୍ତୁ ବିକାଶଙ୍କର ଏମିତି କଥାରେ ମିତା ଟିକିଏ ବି ରାଗୁ ନଥିଲେ, କାରଣ ସେ ଏହି ରାତି ପାଇଁ ଆଉ କିଛି ଭାବିକି ଆସିଥିଲେ। ସେଠୁ ସେ ହସିକି କହିଲେ, କିଛି କଥା ନାହିଁ, ମୁଁ ଏବେ ବି ତମ ସ୍ତ୍ରୀ ଆଉ ମୋର ତମ ଉପରେ ପୁରା ଅଧିକାର ଅଛି। ମୁଁ ଯାହା ଇଚ୍ଛା କରିପାରିବି, ତମେ ମୋତେ ମନା କରିପାରିବନି। ସେଠୁ ବିକାଶ ଟିକେ ବ୍ୟସ୍ତ ହୋଇ କହିଲେ କି ତମର ଇଚ୍ଛା କ'ଣ ଅଛି ଏବେ କହିଦିଅ, ଫଳରେ ମୁଁ ଏଠୁ ଶୀଘ୍ର ପଳେଇବି। ସେଠୁ ମିତା କହିଲେ କି ଏ ଗୋଟିଏ ବର୍ଷ ହେଲା ତମର କ'ଣ ଟିକେ ବି ଇଚ୍ଛା ନାହିଁ କି ମୋତେ ଭେଟିବା ପାଇଁ, ମୋ ସହିତ ମିଠା ମିଠା କଥା ହେବା ପାଇଁ? କ'ଣ ଏଇ ବର୍ଷକ ଭିତରେ ତମର ଇଚ୍ଛା ମରିଯାଇଛି? ମିତାଙ୍କ ଏ କଥା ବିକାଶକୁ ଯେମିତି କଣ୍ଟା ପରି ଫୋଡ଼ି ହୋଇଗଲା। ଟିକେ ଚିଲେଇକି କହିଲେ, ହଁ ହଁ, ମୋ ଇଚ୍ଛା ମରିଯାଇଛି।
ମୁଁ ତମ ସହିତ ଆଉ କଥା ହେବା ପାଇଁ ବି ଚାହେଁନି, ତମ ସହିତ ବି ରହିବାକୁ ଚାହେଁନି। ହେଲେ କାହିଁକି? ମିତା ପଚାରିଲେ। କିନ୍ତୁ ବିକାଶ ଚୁପ୍ ରହିଲେ। କହିଲେ ମୁଁ କିଛି ବି କହିପାରିବିନି। ସେଠୁ ମିତା କହିଲେ କି ଆମ ବାହାଘରକୁ ଏବେ 2.5 ବର୍ଷ। ଆଉ ପ୍ରଥମ ବର୍ଷ ତମେ ମୋତେ ଏତେ ଭଲ ପାଉଥିଲ ଯେ ମୋ ବିନା ଗୋଟିଏ ମୁହୂର୍ତ୍ତ ବି ରହିପାରୁନଥିଲ। କେତେ ଭଲ ଥିଲା ସେଇ ଦିନ ଗୁଡ଼ିକ। ହେଲେ କେମିତି କେଜାଣି କାହା ନଜର ପଡ଼ିଗଲା। ଗୋଟିଏ ବର୍ଷ ପରେ କ'ଣ ହେଲା କେଜାଣି ତମେ ମୋତେ ଭଲ ପାଇବା ହିଁ ଭୁଲିଗଲ। ମୋର ପ୍ରତି କଥାରେ ତମେ ଚିଡ଼ୁଥିଲ, ରାଗୁଥିଲ। ଭଲ ପାଇବା ତ ଦୂରର କଥା, ମୋ ପାଖରେ ବସିକି ଟିକେ ଭଲ ମନ୍ଦ ପଚାରିବା ବି ଭୁଲିଗଲ। ମୋର ପ୍ରତି କଥାରେ ଜିରାରୁ ଶିରା କାଢ଼ିବା ତମର ଅଭ୍ୟାସ ହୋଇଯାଇଥିଲା। ଆଉ ଟିକେ ଟିକେ କଥାରେ ଆମର ଝଗଡ଼ା ଲାଗୁଥିଲା। ଏମିତି ହୋଇଯାଇଥିଲା ଯେ ମୁଁ ରୋଷେଇ କଲେ ତମେ ଖାଉନଥିଲ। ହେଲେ କ'ଣ ପାଇଁ? ମୁଁ ଏମିତି କ'ଣ ଭୁଲ କଲି ଯେ ଏତେ ବଡ଼ ଦଣ୍ଡ ଦେଲ? ଶେଷରେ ମୋଠାରୁ ଅଲଗା ରହିବା ପାଇଁ ନିଷ୍ପତ୍ତି କରି କୋର୍ଟରେ ଛାଡ଼ପତ୍ର କେସ୍ ଫାଇଲ୍ କରିଦେଲ। ମିତାଙ୍କ ଏତିକି କଥାରେ ବିକାଶ ଟିକେ ରାଗିଗଲେ। ଆଉ କହିଲେ କି ହଁ ହଁ, ମୁଁ ତମକୁ ବହୁତ ଭଲ ପାଉଥିଲି, କିନ୍ତୁ ଏବେ ମୁଁ ତମ ସହିତ ରହିବାକୁ ଚାହେଁନି। ତମେ ତମ ମୁଣ୍ଡରେ ଏଇ କଥାକୁ ଫିଟ୍ କରିନିଅ। ହେଲେ କାହିଁକି? କାରଣଟା ତ କୁହ। ଏତେ ବଡ଼ ଦଣ୍ଡ କ'ଣ ପାଇଁ ଦେଉଛ? ମିତା ପଚାରୁଥିଲେ। ସେଠୁ ବିକାଶ ଚୁପ୍ ହୋଇଗଲେ। କାହିଁକି କେଜାଣି ଏହି କଥା ଆସିବା ବେଳକୁ ବିକାଶ ଚୁପ୍ ହୋଇଯାଉଥିଲେ। ମିତାଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିଲା। ବିବାହର ବର୍ଷେ ପର୍ଯ୍ୟନ୍ତ ଯେଉଁ ବିକାଶ ଦିନେ ତାଙ୍କୁ ଛାଡ଼ିକି ରହିପାରୁନଥିଲେ, ତାଙ୍କୁ ଏତେ ଭଲ ପାଉଥିଲେ, କିନ୍ତୁ ବର୍ଷକ ପରେ ଏମିତି କ'ଣ ହେଲା ଯେ ସେ ଛାଡ଼ପତ୍ର ଫାଇଲ୍ କରିବାକୁ ପଛେଇଲେ ନାହିଁ? ଏହି କଥା ସବୁବେଳେ ମିତାଙ୍କ ମନକୁ ଛଟପଟ କରୁଥିଲା। ଆଉ ଯେତେବେଳେ ବିକାଶକୁ ବାଧ୍ୟ କଲେ, ଦୁହିଁଙ୍କ ଭିତରେ ଝଗଡ଼ା ଆରମ୍ଭ ହୋଇଗଲା। ଆଉ ହୋଟେଲ ରୁମ୍ର ସେହି ଗୋଟିଏ ଖଟରେ ମୁହଁ ଅଲଗା କରି ଦୁହେଁ ଶୋଇପଡ଼ିଲେ। ପୁଣି ଉଠିବା ବେଳକୁ ସକାଳ 6ଟା। ମିତା ଆଉ ଥରେ ବିକାଶକୁ ମନେଇବା ପାଇଁ ଚେଷ୍ଟା କଲେ। କହିଲେ ଏବେ ବି ହାତରେ ଆଉ 1 ଘଣ୍ଟା ସମୟ ଅଛି। ତମେ ମୋ ସହିତ ଯାହା ଚାହିଁବ କରିପାରିବ। ମୁଁ କିଛି ବି ଆପତ୍ତି କରିବିନି। ହେଲେ ବିକାଶ ଥିଲେ ସେମିତି ଚୁପ୍, ଯେମିତି ନିର୍ବିକାର ହୋଇଯାଇଛନ୍ତି ବିକାଶ। ସେଠୁ ସମୟ ବିତିଗଲା। ଆଉ ଦୁହେଁ ନିଜ ନିଜ ଘରକୁ ଫେରିଆସିଲେ। ପୁଣି ଉଭୟ ପରିବାର କୋର୍ଟରେ ପହଞ୍ଚିଗଲେ। ଏହା ଭିତରେ ଜଜ୍ ସାହେବ ବି ପୁରା ଏନର୍ଜିର ସହିତ କୋର୍ଟରେ ପହଞ୍ଚିଗଲେ। ସେ ବି ଭାବିଥିଲେ କି ବିକାଶ ଓ ମିତାଙ୍କୁ ଯେଉଁ ଗୋଟିଏ ରାତି ଦେଇଥିଲି, ସେଇ ରାତିରେ ସେମାନେ ପରସ୍ପର ମିଶି ଯାଇଥିବେ। ଆଉ ସକାଳୁ ସକାଳୁ ଗୋଟିଏ ପରିବାର ଯୋଡ଼ି ହୋଇଯିବ। କୋର୍ଟ କାମ ଆରମ୍ଭ ହେଲା। ଜଜ୍ ସାହେବ ବିକାଶକୁ ପଚାରିଲେ କି ବିକାଶ, କାଲି ରାତି ତମକୁ ମିଶିବା ପାଇଁ ଦିଆଯାଇଥିଲା, ଆଉ ତମେ ଦୁହେଁ ଗୋଟିଏ ରାତି ଏକାଠି କଟେଇଛ। ଏବେ କୁହ ତମର ନିଷ୍ପତ୍ତି କ'ଣ? ଏବେ ବି ଛାଡ଼ପତ୍ର ଦରକାର ନା ଆଜିଠାରୁ ଦୁହେଁ ମିଶିକି ରହିବ? ବିକାଶ ମୁଣ୍ଡ ହଲେଇ ମନା କଲେ। କହିଲେ କି ଏବେ ବି ମୋର ଛାଡ଼ପତ୍ର ଦରକାର। ବିକାଶଙ୍କର ଏହି କଥାରେ ଜଜ୍ ସାହେବ ମୁଣ୍ଡ ଉଠେଇ ବିକାଶକୁ ଆଶ୍ଚର୍ଯ୍ୟ ହୋଇ ଅନେଇଲେ। ସେଠୁ ଜଜ୍ ସାହେବ ମିତାଙ୍କୁ ପଚାରିଲେ କି ମିତା, ତମେ କ'ଣ ଚାହୁଁଛ? ମିତା କହିଲେ କି ସାର୍, ମୁଁ ବିକାଶଙ୍କ ସହିତ ରହିବାକୁ ଚାହୁଁଛି। କୌଣସି ପରିସ୍ଥିତିରେ ବି ମୁଁ ତାଙ୍କୁ ଛାଡ଼ିକି ରହିପାରିବିନି। ମୁଁ ଏ ଛାଡ଼ପତ୍ର ଚାହେଁନି। ସେଠୁ ଜଜ୍ ସାହେବ ଚୁପ୍ ହୋଇଗଲେ। ଆଉ କିଛି ସମୟ ପରେ ଶେଷ ନିଷ୍ପତ୍ତି ଶୁଣେଇବାର ସମୟ ଆସିଲା। ପେପର ଉପରେ ସେହି ନିଷ୍ପତ୍ତି ଲେଖିବାକୁ ଯାଉଥିଲେ ଜଜ୍ ସାହେବ। ହଠାତ୍ ରାକେଶ କହିଲେ କି ରହିଯାଆନ୍ତୁ ଜଜ୍ ସାହେବ, ଆଉ ଅନ୍ୟାୟ ହେବାକୁ ଦିଅନ୍ତୁନି। ଅନ୍ୟାୟ? ଆଶ୍ଚର୍ଯ୍ୟ ହୋଇ ପଚାରିଲେ ଜଜ୍ ସାହେବ। କ'ଣ କହୁଛ ବିକାଶ? ହଁ ସାର୍, ଆପଣଙ୍କ ନିଷ୍ପତ୍ତି ସେଇଠି ଥାଉ। ମୁଁ ଆଉ ପାରୁନି। ଆଉ ଅବିଚାର କରିପାରିବିନି, ଆଉ ଅନ୍ୟାୟ କରିପାରିବିନି, ଆଉ ଅଧର୍ମ କରିପାରିବିନି। ନହେଲେ ଉପରକୁ ଯିବା ପରେ ଉପରବାଲାକୁ କ'ଣ ଜବାବ ଦେବି? ଏତିକି କହି ଭୋ ଭୋ ହୋଇ କାନ୍ଦିବା ସହିତ ଆଣ୍ଠୁ ମାଡ଼ି ତଳେ ବସିଗଲେ। ଆଉ ବିକାଶଙ୍କର ଏମିତି ରୂପ ଦେଖିକି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଛିଡ଼ା ହୋଇଗଲେ। କେହି ବି ବୁଝିପାରୁନଥିଲେ ବିକାଶ କ'ଣ କହୁଛନ୍ତି। ସଙ୍ଗେ ସଙ୍ଗେ ମିତା ବିକାଶଙ୍କ ପାଖକୁ ଦୌଡ଼ି ଆସି କୁଣ୍ଢେଇ ପକେଇଲେ।
ଆଉ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ତମର କ'ଣ ହେଲା ବିକାଶ? କାଲିଠୁ ପଚାରି ଚାଲିଛି, କିଛି ବି କହୁନ। ଆଉ ଆଜି ଏମିତି ପିଲାଙ୍କ ପରି କାନ୍ଦୁଛ। କ'ଣ ହୋଇଛି କୁହ, ପ୍ଲିଜ୍ କୁହ। ଆଟଲିଷ୍ଟ ଏଇଟା ଆମ ଭିତରେ ଶେଷ ଦେଖା ଭାବିକି ତ କହିଦିଅ। ଜାଣିଛ, ମୁଁ ତୁମକୁ ବହୁତ ଭଲ ପାଏ, ତମେ ବି ମୋତେ ବହୁତ ଭଲ ପାଅ। ଆଉ ମୁଁ ଜାଣିଛି ଯେ ମୁଁ ତୁମକୁ ବହୁତ ହଇରାଣ କରିଛି, ପ୍ରତି କଥାରେ ତୁମକୁ ବାଧ୍ୟ କରିଛି। ହେଲେ ଆଉ ତ ତୁମକୁ ପ୍ରତି କଥାରେ ବାଧ୍ୟ କରିବିନି କି ପ୍ରତି କଥାରେ ହଇରାଣ ବି କରିବିନି। ତୁମକୁ ଆଉ ମୋ ନଖରାମି ସହିବାକୁ ପଡ଼ିବନି। ଏବେ ତ କହିଦିଅ, ଆଉ ପୁଣି ଉପରବାଲା କଥା କାହିଁକି କହିଲ? ମିତାଙ୍କର ଏ ନେଇ ଅଭିମାନ ଭରା 2 ଶବ୍ଦରେ ବିକାଶଙ୍କ ଯେମିତି ଛାତି ଫାଟିଗଲା। ଆଉ ସହିପାରିଲେନି। ଭୋ ଭୋ ହୋଇ ପୁଣି ଥରେ କାନ୍ଦିଲେ। କହିଲେ, ମିତା, ମୋ ପାଖରେ ବୋଧେ ଆଉ ବେଶୀ ସମୟ ନାହିଁ। ମିତା ଆଶ୍ଚର୍ଯ୍ୟ ଆଉ ଧୈର୍ଯ୍ୟହରା ହୋଇ ପଚାରିଲେ, ଏ କ'ଣ କହୁଛ ତମେ? କ'ଣ ହେଇଛି ତମର? ସେଠୁ ବିକାଶ କହିଲେ କି, ମିତା, ମୋର ବ୍ଲଡ୍ କ୍ୟାନ୍ସର, 2nd ଷ୍ଟେଜ୍। ଡାକ୍ତର ବି କହିଛନ୍ତି କି ଯଦି ଉନ୍ନତ ଚିକିତ୍ସା ନ ମିଳେ ତାହେଲେ ଅତି ବେଶୀରେ ଆଉ 2 ବର୍ଷ ମୁଁ ବଞ୍ଚିବି। ବିକାଶଙ୍କର ଏହି କଥାରେ ଯେମିତି ମିତାଙ୍କ ଉପରେ ଚଡ଼କ ପଡ଼ିଗଲା। ଯେମିତି ତାଙ୍କ ପାଦ ତଳୁ ମାଟି ଖସିଗଲା ପରି ଲାଗିଲା। ମୁଣ୍ଡ ବୁଲେଇ ଦେଲା। ଦୁମକିନା ତଳେ ବସି ପଡ଼ିଲେ। ସମସ୍ତେ ମିତାଙ୍କ ପାଖକୁ ଦୌଡ଼ିଲେ। ମୁହଁରେ ପାଣି ଛିଞ୍ଚିବା ସହିତ ପାଣି ପିଆଇଲେ। ଟିକିଏ ଭଲ ଲାଗିବା ପରେ ପଚାରିଲେ କି, ଏସବୁ କେବେଠୁ ଜାଣିଲ? ଆଉ ମୋତେ କାହିଁକି କହିନଥିଲ? ସେଠୁ ବିକାଶ କହିଲେ କି, ଆମ ବିବାହର 1 ବର୍ଷ ପରେ ଦିନେ ଅଫିସରେ ମୁଣ୍ଡ ବୁଲେଇ ଦେଲା। ଆଉ ମୁଁ ତଳେ ପଡ଼ିଗଲି। ସମସ୍ତେ ମୋତେ ନେଇ ଚେୟାରରେ ବସେଇ ପାଣି ପିଆଇଲେ। ଆଉ ଟିକିଏ ସମୟ ପରେ ଡାକ୍ତରଙ୍କ ପାଖକୁ ନେଇକି ଗଲେ। ପରୀକ୍ଷା ନିରୀକ୍ଷା ପରେ ଡାକ୍ତର ଔଷଧ ଲେଖିକି ମୋତେ ପଠେଇଦେଲେ। ଆଉ ଘରେ ଆସି ତମକୁ ବି ସେଇ କଥା କହିଥିଲି। ତମେ ବି ମୋତେ ଜଗି ଜଗି ସେସବୁ ଔଷଧ ଖୁଆଇଥିଲ। ହେଲେ ମୁଁ ଜାଣିନଥିଲି କି ମୋ ଦେହରେ ଆଉ କିଛି ବଢ଼ୁଥିଲା। ଏମିତି ତ 7 ଦିନର ଔଷଧ ସରିଯାଇଥିଲା। ଭାବିଥିଲି କି ମୁଣ୍ଡ ଯେଉଁଥିପାଇଁ ବୁଲେଇ ଦେଲା ଭଲ ହୋଇଯାଇଥିବ ବୋଲି। କିନ୍ତୁ ପାଖାପାଖି 1 ମାସ ପରେ ଆଉ ଦିନେ ଅଫିସରେ ବସିଥିବା ବେଳେ ସମାନ ଢଙ୍ଗରେ ମୁଣ୍ଡ ବୁଲେଇଲା। ଆଉ ମୁଁ ତଳେ ପଡ଼ିଗଲି। ପୁଣି ମୋତେ ଡାକ୍ତରଙ୍କ ପାଖକୁ ନିଆଗଲା। ଆଉ ଡାକ୍ତର ଟିକି ନିକି ପରୀକ୍ଷା କଲେ। ଆଉ 7 ଦିନ ପରେ ଆସି ପୁଣି ଦେଖା କରିବାକୁ କୁହାଗଲା। ଅଳ୍ପ କିଛି ଔଷଧ ନେଇ ପଳେଇ ଆସିଲି। ଆଉ 7 ଦିନ ପରେ ଯେତେବେଳେ ଡାକ୍ତରଙ୍କ ପାଖକୁ ସେ ରିପୋର୍ଟ ଆଣିବାକୁ ଗଲି, ଡାକ୍ତର ଯାହା କହିଲେ ଶୁଣିକି ମୋ ମୁଣ୍ଡ ପୁଣି ଘୂରେଇ ଦେଲା। ପାଦ ତଳୁ ଯେମିତି ମାଟି ଖସିଗଲା ପରି ଲାଗିଲା। କାରଣ ଡାକ୍ତର କହିଲେ କି ମୋର ବ୍ଲଡ୍ କ୍ୟାନ୍ସର ହୋଇଛି। ଆଉ ସେଇଟା 2nd ଷ୍ଟେଜରେ ପହଞ୍ଚି ସାରିଲାଣି। କ୍ୟାନ୍ସର କଥା ଶୁଣିକି ମୋର ହାଲକା ଶୁଖିଗଲା। ଆଉ ଯେବେ ପଚାରିଲି କି ଡାକ୍ତର କହିଲେ ଯେ ଯଦି ଉନ୍ନତ ଆଉ ସଠିକ୍ ଚିକିତ୍ସା ମିଳେ ତାହେଲେ ରୋଗ ଭଲ ହେବାର ଚାନ୍ସ ରହିଛି। ଆଉ ସେଥିପାଇଁ ପୁରା 30ରୁ 40 ଲକ୍ଷ ଟଙ୍କା ଦରକାର। ଶୁଣିକି ମୁଁ ଚମକି ପଡ଼ିଲି। କାରଣ ମୋ ପାଖରେ ଏତେ ଟଙ୍କା ନଥିଲା। ଆଉ ଘର ବାଡ଼ି ବିକିଲେ ବି ଅତି ବେଶୀରେ 10 ଲକ୍ଷ ଟଙ୍କା ହେବ। ଡାକ୍ତରଙ୍କ ପାଖରୁ ପଳେଇ ଆସିଲି। ଘରେ ପହଞ୍ଚିବା ପରେ ତମେ ଯେତେ ପଚାରିଲେ ବି ମୁଁ ତୁମକୁ ସତ କଥା କହିଲିନି। ତମକୁ କହିଦେଇଥିଲି କି ହଁ, ରିପୋର୍ଟ ଭଲ ଅଛି, ଆଉ 2 ମାସ ଔଷଧ ଖାଇବା ପରେ ଭଲ ହୋଇଯିବି। ଡାକ୍ତର କହିଲେ କି ଦୁର୍ବଳତାରୁ ଏମିତି ହୋଇଛି ବୋଲି। ଆଉ ତମେ ବିଶ୍ୱାସ କରିନେଇଥିଲ। 1 ସପ୍ତାହ ମୁଁ ଠିକରେ ଶୋଇପାରିନଥିଲି। ତମେ ଶୋଇଯିବା ପରେ ତମ ମୁହଁକୁ ଚାହିଁ ବହୁତ କାନ୍ଦୁଥିଲି। କାରଣ ମୁଁ ତୁମକୁ ଏତେ ଭଲ ପାଉଥିଲି ଯେ ଛାଡ଼ିକି ରହିବା ମୋ ପାଖରେ ସମ୍ଭବ ନଥିଲା। ହେଲେ ମୋ ପାଖରେ ଆଉ କିଛି ବି ଉପାୟ ନଥିଲା। ଚିକିତ୍ସା କରିବାକୁ ନା ଟଙ୍କା ଥିଲା, ନା ଆଉ କେଉଁଠୁ ଟଙ୍କା ଆଣିବାର ସାଧନ ଥିଲା। ତେଣୁ ମୃତ୍ୟୁ ନିଶ୍ଚୟ ବୋଲି ମୁଁ ଧରି ନେଇଥିଲି। ତେଣୁ ତମକୁ ଦୂରେଇବାକୁ ବାଟ ଖୋଜିଲି। ବହୁତ ଚିନ୍ତା କରିବା ପରେ ଛାଡ଼ପତ୍ରକୁ ଶେଷ ଉପାୟ ବୋଲି ଧରିନେଲି। କାରଣ ତମେ ମୋତେ ଏତେ ଭଲ ପାଉଥିଲ ଯେ ଆଉ ଯାହା ବି କରିଥିଲେ ତମେ ମୋତେ ଛାଡ଼ିକି ଯାଇନଥାନ୍ତ। ଆଉ ମୁଁ ଚାହୁଁନଥିଲି ଯେ ମୋ ପାଇଁ ତମ ଜୀବନ ନଷ୍ଟ ହେଉ ବୋଲି। ସେଥିପାଇଁ ମୁଁ ତମଠାରୁ ନିଜକୁ ଦୂରେଇବା ପାଇଁ ଚେଷ୍ଟା ଆରମ୍ଭ କଲି। ସେଥିପାଇଁ ପ୍ରତି ସମୟରେ ତମ ଉପରେ ଚିଡ଼ଚିଡ଼ ହେଉଥିଲି। ପ୍ରତି ସମୟରେ ତମ ଉପରେ ରାଗୁଥିଲି
ଆଉ ରାଗିକି ତମକୁ ଘରୁ ବାହାରି ଯିବା ପାଇଁ କହୁଥିଲି। ହେଲେ ତମେ ଏତେ ଭଲ ଥିଲ ଯେ ମୋତେ ଛାଡ଼ିକି ଯିବା ପାଇଁ ନାଁ ହିଁ ନେଉନଥିଲ। ମୁଁ ଯେମିତି ତମ ପାଇଁ ଭଗବାନ ପାଲଟି ଯାଇଥିଲି। ଆମେ ମଧ୍ୟବିତ୍ତ ଶ୍ରେଣୀର ଲୋକ। ମୋ ପାଖରେ ଲକ୍ଷ ଲକ୍ଷ ଟଙ୍କା ନାହିଁ ଯେ ମୋର ଚିକିତ୍ସା କରାଇ ପାରିବି। ଯଦି ବି ଘରବାଡ଼ି ବିକିକି ଟଙ୍କା ଖର୍ଚ୍ଚ କରେ ତାହେଲେ ମୋ ପରିବାର ଭାସିଯିବ। ହେଲେ ମୁଁ ଆଉ ପାରୁନି। ସେଥିପାଇଁ ମୁଁ ମୋର ଯାହା ବି ସମ୍ପତ୍ତି ତମ ନାଁରେ କରିଦେଇ ଏ ଛାଡ଼ପତ୍ର କେସ୍ ଫାଇଲ କରିଥିଲି। କିନ୍ତୁ ତମର ଏତେ ସ୍ନେହ, ଭଲ ପାଇବା ଆଉ ତ୍ୟାଗ ଆଗରେ ମୁଁ ହାରିଗଲି। ଯଦି ତମକୁ ମୁଁ ଆଜି ବି ତ୍ୟାଗ କରେ ତାହେଲେ ମୋତେ ପାପ ଲାଗିବ। ଉପରେ ଭଗବାନ ମୋତେ କ୍ଷମା କରିବେନି। ସ୍ୱାମୀଙ୍କ ମୁହଁରୁ ଏତିକି ଶୁଣି ମିତା ଆଶ୍ଚର୍ଯ୍ୟ ହୋଇ ବିକାଶକୁ ଅନେଇ ରହିଥିଲେ। ଆଖିରୁ ଧାର ଧାର ହୋଇ ଲୁହ ବୋହି ଆସିଲା। ବିକାଶକୁ ଜାବୁଡ଼ି ଧରିଲେ। କହିଲେ, ମୁଁ କେବେ ବି ଚାହୁଁନଥିଲି ତମଠୁ ଅଲଗା ହେବା ପାଇଁ। ଛାଡ଼ପତ୍ର କେସ୍ ପରଠୁ ସବୁବେଳେ ଚାହିଁ ଆସିଛି କି ତମେ ସେ କେସ୍ ଉଠେଇ ନିଅ। ମୁଁ ସବୁବେଳେ ତମର। ଏଇ ଜନ୍ମ ନୁହେଁ କି 7 ଜନ୍ମ ନୁହେଁ, ବରଂ ଜନ୍ମ ଜନ୍ମାନ୍ତର ପାଇଁ ମୁଁ ତମର ହୋଇ ରହିବାକୁ ଚାହୁଁଛି। ଆଉ ଏଇ ଇଚ୍ଛା ରୋଗଟା ପାଇଁ ତମେ ମୋତେ ତମଠାରୁ ଦୂରେଇ ଦେଉଥିଲ। ତମେ ଜମା ବି କାନ୍ଦନି କି ବ୍ୟସ୍ତ ହୁଅନି। ଆମେ ମିଶିକି ରୋଗ ସହିତ ଲଢ଼ିବା। ଦେଖିବ ଦିନେ ସେ ରୋଗ ବି ତମକୁ ଛାଡ଼ିକି ପଳେଇବ। ମିତାଙ୍କ ଏଇ ପଦେ କଥା ବିକାଶକୁ ଯେମିତି 1000 ହାତୀର ବଳ ଦେଲା। ସେ ଉଠି ଛିଡ଼ା ହୋଇଗଲେ। ହେଲେ ମିତାଙ୍କ ପରିବାର ଲୋକ ମିତାଙ୍କୁ ପାଟି କରିବା ଆରମ୍ଭ କରିଦେଲେ। ତୁ ଜାଣିକି ବି ବିକାଶ ସହିତ ରହିବାକୁ ଚାହୁଁଛୁ। ଯାହା ପାଖରେ ବଞ୍ଚିବା ପାଇଁ ଆଉ ସମୟ ହିଁ ନାହିଁ, ଆଉ ଜୀବନ ନାହିଁ, ତାଙ୍କ ସାଥିରେ ଜୀବନ ବିତେଇବା ପାଇଁ କହୁଛୁ। ମିତା କହିଲେ କି ହଁ, ଜାଣିକି ବି ମୁଁ ତାଙ୍କ ସହିତ ରହିବାକୁ ଚାହୁଁଛି। କାରଣ ତାଙ୍କର ଏମିତି ଅବସ୍ଥାରେ ମୁଁ ତାଙ୍କ ପାଖରେ ରହିବା ନିହାତି ଦରକାର। କାରଣ ତାଙ୍କର ଆଉ କିଏ ବି ନାହାନ୍ତି। ମୁଁ ହିଁ ତାଙ୍କ ପାଇଁ ସବୁ କିଛି। ମିତାଙ୍କର ଏହି କଥା ପରେ ସେଠାରେ ଉପସ୍ଥିତ ଥିବା ସବୁ ଲୋକଙ୍କ ଆଖିରେ ଲୁହ ଆସିଗଲା। ଜଜ୍ ସାହେବ ବି ତାଙ୍କ ସିଟ୍ରୁ ଉଠି ଛିଡ଼ା ହୋଇଗଲେ ଆଉ ତାଳି ମାରି 2 ଜଣଙ୍କୁ ସ୍ୱାଗତ କଲେ। ତାଙ୍କ ନିଷ୍ପତ୍ତି ସେଇଠି ରୋକିଦେଲେ। ସଙ୍ଗେ ସଙ୍ଗେ ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଲେ ବିକାଶଙ୍କ ଚିକିତ୍ସା ଖର୍ଚ୍ଚ ସମ୍ପୂର୍ଣ୍ଣ ବହନ କରିବା ପାଇଁ। କୋର୍ଟ ରୁମ୍ରୁ ବାହାରି ସାଥୀ ହୋଇ ବିକାଶ ଆଉ ମିତା ତାଙ୍କ ଘରକୁ ଗଲେ। ଏବେ ବିକାଶଙ୍କର ଚିକିତ୍ସା ଚାଲିଛି। ତ କାହାଣୀଟି କେମିତି ଲାଗିଲା ନିହାତି ଜଣେଇବେ। ଆଜିର ଦୁନିଆ ଯେଉଁଠି ସ୍ୱାମୀ ସ୍ତ୍ରୀ ଟିକେ ଟିକେ କଥାରେ ଅଲଗା ହୋଇଯାଉଛନ୍ତି, ସେଠି ବିକାଶ ଆଉ ମିତାଙ୍କର ଏତେ ଭଲ ପାଇବାକୁ ନେଇ କ'ଣ କହିବେ? କମେଣ୍ଟ ବକ୍ସରେ ଆପଣଙ୍କର ମତ ଦେବେ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍, ସେୟାର କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଆଉ ହଁ, ବେଲ୍ ଆଇକନକୁ ଅନ୍ କରିବାକୁ ଜମା ବି ଭୁଲିବେନି। ଧନ୍ୟବାଦ।